ଅଭିନବ ଆଉ ମୁନମୁନ ରାହୁଲକୁ ଧରିବେ। ତାପରେ ରାହୁଲ କହିବେ, ଆରେ ତମେ ମାନେ କିଏ? କ'ଣ ହେଉଛି ଏଠି? ମୋତେ କାହିଁ ଧରିଛ? ଆରେ ଛାଡ଼ ମୋତେ। ତାପରେ ପଲ୍ଲବୀ ଆସିବେ। ତାପରେ ରାହୁଲ ପଲ୍ଲବୀଙ୍କୁ ଦେଖି ଆଶ୍ଚର୍ଯ୍ୟ ହେଇଯାଉଛନ୍ତି ଆଉ କହୁଛନ୍ତି, ତମେ ଏ କ'ଣ ହେଉଛି ଏଠି? ତମେ ମାନେ ମୋ ସହିତ ଗୁଣ୍ଡାଗର୍ଦି କରୁଛ? ତାପରେ ପଲ୍ଲବୀ କହିବେ, ଏ ପର୍ଯ୍ୟନ୍ତ ତୁ ନର୍ମାଲ ଥିଲୁ, ମୋତେ ଦେଖିକି ଦୌଡ଼ିବା ଆରମ୍ଭ କଲୁ କାହିଁକି? ପୁଣି କହିବେ, ତା ମାନେ ତୁ ମୋତେ ନିଶ୍ଚୟ ଜାଣିଛୁ। ଆଉ ଯଦି ଜାଣିଛୁ ତାହେଲେ ତୁ ଏ କଥା ତ ଜାଣିଥିବୁ ମୁଁ ଏଠିକି କାହିଁକି ଆସିଛି। ତାପରେ ପଲ୍ଲବୀ ରାହୁଲ ଆଉ ନନ୍ଦିନୀଙ୍କ ଫଟୋ ମୋବାଇଲରେ ଦେଖେଇବେ। ତାପରେ ରାହୁଲ ଫଟୋ ଦେଖି ଆଶ୍ଚର୍ଯ୍ୟ ହେଇଯାଉଛନ୍ତି। ତାପରେ ପଲ୍ଲବୀ କହିବେ, ନନ୍ଦିନୀ ବିଷୟରେ ଯାହା ବି ଜାଣିଛୁ ମୋତେ ସବୁ ସିଧା ସିଧା କହ, ନହେଲେ ମୁଁ ପୋଲିସକୁ ଏ ସାଙ୍ଗେ ସାଙ୍ଗେ ଡାକିବି। ତାପରେ ରାହୁଲ କହିବେ, ମୁଁ ଆପଣଙ୍କୁ ସବୁ ସତ କଥା କହିଦେବି, ଆପଣ ପୋଲିସକୁ ଡାକନ୍ତୁନି, ଗୋଟି ଗୋଟି କରି ସବୁ ସତ କଥା କହିଦେବି। ତାପରେ କହିବେ, ନନ୍ଦିନୀ ଆଉ ମୁଁ କଲେଜରେ ଭଲ ସାଙ୍ଗ ଥିଲୁ। ସେତେବେଳେ ନନ୍ଦିନୀ ଆଦର୍ଶ ପଛରେ ପାଗିଲି ଭଳି ବୁଲୁଥିଲା। ଯେତେବେଳେ ନନ୍ଦିନୀ ଜାଣିଲା ଆଦର୍ଶ ଭଲ ପାଏନି, ସେତେବେଳେ ତା ମନ ଭାଙ୍ଗିଗଲା। ସେ କଲେଜ ଛାଡ଼ି ଡିପ୍ରେସନକୁ ଚାଲିଗଲା। ତାପରେ ନନ୍ଦିନୀ ମୁମ୍ବାଇ ଚାଲିଗଲା। ସେଠି ବାକି ପଢ଼ାପଢ଼ି କମ୍ପ୍ଲିଟ୍ କରି ଜବ୍ କଲା। ଆଉ ତାପରେ ମୋତେ ତା ଆସିଷ୍ଟାଣ୍ଟ କରି ସେଠିକି ନେଇଗଲା। କିନ୍ତୁ ନନ୍ଦିନୀର ଆମ୍ବିସନ୍ ବହୁତ ବଡ଼ ଥିଲା। ବୁଝିପାରିଲା ଯେ ଜବ୍ରୁ ଯେତିକି ସାଲେରୀ ମିଳୁଛି ସେଥିରେ ତା ସ୍ୱପ୍ନ ପୂରଣ ହେବନି। ତେଣୁ ସେ ଲୋକମାନଙ୍କୁ ଠକିବା ଆରମ୍ଭ କଲା। ତା ଆସିଷ୍ଟାଣ୍ଟ ଭାବରେ ମୁଁ ବି ତା କାମରେ ସାମିଲ ଥିଲି। କିନ୍ତୁ ଚୋର ଘର ସବୁବେଳେ ଅନ୍ଧାର ନଥାଏ ନା ମ୍ୟାଡ଼ାମ୍। କାର୍ ଲୋନ୍ ଫ୍ରଡ୍ କେସ୍ରେ ଆମେ 2 ଜଣ ଧରା ପଡ଼ିଗଲୁ। ଆଉ ନନ୍ଦିନୀ ତ ବଞ୍ଚିଗଲା, କିନ୍ତୁ ମୋତେ 6 ମାସ ଜେଲ୍ ହେଇଗଲା। ତାପରେ ମୁଁ ଏଠିକି ଚାଲି ଆସିଲି। ଆଉ ଏଠି ଆସି ଦେଖିଲା ବେଳକୁ ନନ୍ଦିନୀର ଏଙ୍ଗେଜମେଣ୍ଟ ହେଇସାରିଥିଲା। ତାପରେ ପଲ୍ଲବୀ କହିବେ, ନନ୍ଦିନୀର ଏଙ୍ଗେଜମେଣ୍ଟ ହେଇସାରିଥିଲା? କାହା ସାଙ୍ଗରେ? ତାପରେ ରାହୁଲ କହିବେ, କାହା ସାଙ୍ଗରେ ମୁଁ ଜାଣିନି, କିନ୍ତୁ ସେତେବେଳକୁ ପ୍ରେଗନେଣ୍ଟ ଥିଲା। ତାପରେ ପଲ୍ଲବୀ ଆଶ୍ଚର୍ଯ୍ୟ ହେଇଯାଉଛନ୍ତି। ତାପରେ ରାହୁଲ କହିବେ, ଅପରେସନ୍ କରିବା ପାଇଁ ମୋତେ ହେଲ୍ପ କରିବା ପାଇଁ କହିଲା। ତାପରେ ପଲ୍ଲବୀ ମନେ ମନେ କହିବେ, ଓହ ମାଇ ଗଡ୍, ୟା ଭିତରେ ନନ୍ଦିନୀ ପ୍ରେଗନେଣ୍ଟ ହେଇ ଅପରେସନ୍ ବି କରିସାରିଛି। ତାପରେ କହିବେ, ଇଏ କେତେ ଦିନର କଥା? ତାପରେ ରାହୁଲ କହିବେ, ଇଏ ବାସ୍ କିଛି ମାସ ତଳର କଥା। ତାପରେ ପଲ୍ଲବୀ କହିବେ, ତା ମାନେ ନନ୍ଦିନୀର କାହା ସାଙ୍ଗରେ ଚକ୍କର ଚାଲିଥିଲା? କିଏ ସିଏ? ସତ କହ କିଏ ସିଏ? ତାପରେ ରାହୁଲ କହିବେ, ଦେଖନ୍ତୁ ମୁଁ ତା ନାଁ କହିପାରିବିନି, କିନ୍ତୁ ସିଏ ଯେଉଁ କ୍ଲିନିକରେ ଅପରେସନ୍ କରିଥିଲା ତା ନାଁ କହିପାରିବି। ସେଠୁ ତମେ ସବୁ ଇନଫର୍ମେସନ୍ ପାଇବ, କିନ୍ତୁ ପ୍ଲିଜ୍ ମୋ ନାଁ କାହାକୁ କହିବନି। ତାପରେ ପଲ୍ଲବୀ କହିବେ, ସେ କ୍ଲିନିକର ନାଁ କ'ଣ? ତାପରେ ରାହୁଲ କହିବେ, ସେ କ୍ଲିନିକର ନାଁ ହେଉଛି ହେଲ୍ଥ କେୟାର କ୍ଲିନିକ। ତାପରେ ସେଠୁ ରାହୁଲ ପଳେଇବେ। ତ ଦର୍ଶକ ବନ୍ଧୁ, ଏବେ କ'ଣ ପଲ୍ଲବୀ ଜାଣିଯିବେ କି ନନ୍ଦିନୀ ପିଲାର ବାପା ଆଦର୍ଶ ବୋଲି? ଆପଣଙ୍କ ମତାମତ କ'ଣ? ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ।